ପଚିପାରିବେ ନାହିଁ। ସେକ୍ରେଟାରୀଙ୍କ ସହିତ ବି ଆଲୋଚନା କରିଛି ଏବଂ 10 ଲକ୍ଷ ଟଙ୍କା ଦେବା ପାଇଁ ସେମାନେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଧନ୍ୟବାଦ ଦେବି ପୃଥ୍ୱୀରାଜ ଆମ ପୃଥ୍ୱୀ ବାବୁଙ୍କୁ, ହରିଚନ୍ଦନ ବାବୁ ଲ ମିନିଷ୍ଟର, ଲ ସେକ୍ରେଟାରୀ, ତାଙ୍କୁ ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଦେବା ପାଇଁ, ଦେବେ ବୋଲି ଆଶା କରାଯାଉଛି। ତା ସହିତ ରଥ ମୁଁ କିଛି ଦେବି, ଅନ୍ୟମାନେ ମୋ ସାଙ୍ଗସାଥି ବି କିଛି ଅଲରେଡ଼ି ବ୍ୟାଙ୍କ ଆକାଉଣ୍ଟରେ ପଠାଇଛନ୍ତି। ରଥ ପାଇଁ ଆଉ ପଇସାର ଅଭାବ ରହିବନି, ରହିବାର ପ୍ରଶ୍ନ ହିଁ ଉଠୁନି। ଏବଂ ଯେତେ ରଥ ଯେମିତି ଠିକ୍ ସମୟରେ ପହଞ୍ଚିବ, ମୁଖ୍ୟ କଥା ହେଉଛି ରଥ ପ୍ରଭୁ ଜଗନ୍ନାଥ ଠିକ୍ ସମୟରେ ସେ ଗୁଣ୍ଡିଚାରେ କେମିତି ପହଞ୍ଚିବେ ଏବଂ ସେଇଥିପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ଆମେ ସମସ୍ତେ ମିଳିମିଶି ରଥ ଆଣିକିରି ପହଞ୍ଚିବା ହେଉଛି ଆମର ଦାୟିତ୍ୱ। ଠିକ୍ 3ଟାରେ ନଡ଼ିଆ ବାଡ଼ାଯିବ, ରଥ ଟଣାଯିବ ଏବଂ ରଥ ଟାଣିଲା ବେଳେ ଯଦି କୌଣସି ଲୋକ ଝାମେଲା କରିବେ କି କୌଣସି ଅପ୍ରୀତିକର ସୃଷ୍ଟି କରିବେ କି ଝିଅମାନଙ୍କର ମା ଭଉଣୀମାନଙ୍କ ଉପରେ ଯେ ଚେନ୍ ଟାଣିବ କି ମୋବାଇଲ ଝିଟିବ, ତାହେଲେ ଆମର ସିସି କ୍ୟାମେରା ଏବଂ ଡ୍ରୋନ୍ ପୋଲିସ ତରଫରୁ ଆମେ ସିସି କ୍ୟାମେରାକୁ ଆମେ ଚାରିଆଡ଼େ ଭର୍ତ୍ତି କରିକି ରଖୁ। ସିସି କ୍ୟାମେରା ଏବଂ ଏଣ୍ଟାୟାର ଜୟପୁର ସହରକୁ ଆମେ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି, ଆହୁରି କରାଯିବ ରଥଯାତ୍ରାକୁ। ଏବଂ ଡ୍ରୋନ୍ର ବ୍ୟବସ୍ଥା କରାଯିବ। ଯେଉଁମାନେ କ୍ରିମିନାଲ ଯଦି କିଛି ଉତ୍ପାତ ହେବେ କି ଅବ୍ୟବସ୍ଥା କରିବେ, ତାକେ ଧରା ପଡ଼ିବେ ଏବଂ ତାକୁ ଆମେ ଆରେଷ୍ଟ କରିକି ଫରୱାର୍ଡ଼ କରିବା। ଥାନାରେ ବି ଯେକୌଣସି ଲୋକ ହେଲେ ଥାନାରେ ବି କରାଯିବ। ବହୁତ ପ୍ରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ଭିତରେ ଜଗନ୍ନାଥଙ୍କର ଆଶୀର୍ବାଦରେ ସମସ୍ତଙ୍କୁ ମାନେ ସବୁ ପ୍ରକାର ସମସ୍ତେ ଥାଇକି ନିଷ୍ପତ୍ତି ନିଆଯାଇଛି ଏବଂ ସାଧାରଣ ଜନତା ଯେଉଁ ଦାବି କରୁଛନ୍ତି ତାର କାର୍ଯ୍ୟ କରାଯାଇଛି। ଏ ବର୍ଷ ବି ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଇ କହିବି କିଛି ହେବନି। ସାର୍ ଯେଉଁ ଟ୍ରାଫିକ୍ କଥା କହିଲେ, କେଉଁ ଦିନରୁ କେଉଁ ଦିନ ପର୍ଯ୍ୟନ୍ତ ମୁଖ୍ୟ ରହିବ ଯେଉଁ ମେନ୍ ରୋଡ଼ଟା, ତାର ସବୁ ଆଲୋଚନା ମଧ୍ୟ ହେଇଥିଲା ସାର୍? ଆମର ଯେଉଁଦିନ ରଥ ଟାଣିବା ପୂର୍ବ ଦିନ ରଥଯାତ୍ରାରେ ଆମର ଶୁକ୍ରବାର ଇଏ କରାଯାଉଛି, ପହଣ୍ଡି କରାଯାଉଛି, ସେଇ ଦିନଠୁ ଟ୍ରାଫିକ୍ ପୁରା ଯାଉଛି। ମଦ ଦୋକାନ କେତେ ଦିନ ବନ୍ଦ ରହିବ? ମଦ ଦୋକାନ କେତେ ଦିନ ବନ୍ଦ ରହିବ? ମଦ ଦୋକାନ ରଥଯାତ୍ରା ପୂର୍ବରୁ ମଦ ଦୋକାନ ବନ୍ଦ ହେଇଯିବ। ତା 3 ଦିନ ଆଗରୁ ରେଡ୍ ଚାଲିବ, ପୋଲିସ ଆଉ ଏକ୍ସାଇଜ ମିଳିତ ଭାବରେ ରେଡ୍ ଚାଲିବ ଏବଂ ସମ୍ପୂର୍ଣ୍ଣ ଭାବରେ ମଦ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ, ଟାଇଟ୍ କରାଯିବ। ଯିଏ ମଦ ପିଇକିରି ଆସିବ ତାକୁ ଥାନାରେ ଭର୍ତ୍ତି କରାଯିବ, ଯିଏ ମଦ ବିକ୍ରି କରିବ ତାକୁ ଆରେଷ୍ଟ କରିକି ଫରୱାର୍ଡ଼ କରାଯିବ। ସେଇଥିପାଇଁ ଦେଖ 3 ଦିନ ପୂର୍ବରୁ ମିଳିତ ଭାବେ ରେଡ୍ ହେବ, 3 ଦିନ ପୂର୍ବରୁ ରେଡ୍ ହେବ, କୋଚିଆ ରେଡ୍ ହେବ। ଯେଉଁଠି ଧରାପଡ଼ିବ ତାକୁ ଫରୱାର୍ଡ଼ କରାଯିବ। ଆଉ ଯେଉଁଠି ଯଦି ମଦ ପିଇକି ଯଦି କିଏ କେଉଁଠୁ ଆସିଲା ତାକୁ ବି ଆରେଷ୍ଟ କରି ଫରୱାର୍ଡ଼ କରାଯିବ। ତା ଭିତରେ କେହି ରହିପାରିବେ। ନଡ଼ିଆ ବାଡ଼େଇଲା ପରେ ଯିଏ ଯାବାଟା ଫଟୋ ବାହାରେ କାଢ଼ିପାରିବେ, ଭିତରେ କାଢ଼ିପାରିବେ, ଉପରେ ଯାଇକି ପଳେଇ ଆସିବ। ବିଭିନ୍ନ ଜାଗାରେ ଯେଉଁ ଗାଡ଼ି ଘୋଡ଼ା ଯେଉଁ ରଖିଛନ୍ତି ସବ୍ କଲେକ୍ଟର ଗୋଟେ ଅର୍ଡ଼ର କଲେଣି, ସେ ଗାଡ଼ି ଘୋଡ଼ା ସବୁ ହଟାଯିବ। ଟ୍ରାଫିକ୍ ଯେଉଁ ଚାରିଆଡ଼େ ଜାମ୍ ହେଉଛି ତାକୁ ହଟାଯିବ ଏବଂ ପୋଲିସର ହାତ ଖୋଲା। ପାର୍କିଂର ବ୍ୟବସ୍ଥା କରାଯାଇଛି। ଗୋଟେ ହେଉଛି ଆମର ଏଡିଏମ୍ ମେଡ଼ିକାଲଙ୍କର ଜାଗାଟାକୁ ପାର୍କିଂ ବ୍ୟବସ୍ଥା କରାଯିବ। ପୁରୁଣା ବସ୍ଷ୍ଟାଣ୍ଡକୁ ପାର୍କିଂ ବ୍ୟବସ୍ଥା କରାଯିବ। ପୁରୁଣା ମେଡ଼ିକାଲ ସାମ୍ନାରେ ଯେଉଁଟା ପାର୍କିଂ ପାଇଁ କରାହେଇଛି ସେଇଟା ବି ତାଙ୍କୁ ଖୋଲିକି ଦିଆଯିବ। ସାର୍ ସବୁ ବର୍ଷ ଆଗ ବର୍ଷ ହେଇଥିଲା ମୁଁ ମାନୁଛି, ଗଲା ବର୍ଷ କିଛି ହେଇନି। ଏ ବର୍ଷ ବି ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଇ କହିବି କିଛି ହେବନି। ରଥଯାତ୍ରାରେ ଆମର ଇଏ କରାଯାଉଛି, ପହଣ୍ଡି କରାଯାଉଛି, ସେଇ ଦିନଠୁ ଟ୍ରାଫିକ୍ ପୁରା ଯାଉଛି। ରଥଯାତ୍ରା ପୂର୍ବରୁ ମଦ ଦୋକାନ ବନ୍ଦ ହେଇଯିବ। ତା 3 ଦିନ ଆଗରୁ ରେଡ୍ ଚାଲିବ, ପୋଲିସ ଆଉ ଏକ୍ସାଇଜ ମିଳିତ ଭାବରେ ରେଡ୍ ଚାଲିବ ଏବଂ ସମ୍ପୂର୍ଣ୍ଣ ଭାବରେ ମଦ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ, ଟାଇଟ୍ କରାଯିବ। ଯିଏ ମଦ ପିଇକିରି ଆସିବ ତାକୁ ଥାନାରେ ଭର୍ତ୍ତି କରାଯିବ, ଯିଏ ମଦ ବିକ୍ରି କରିବ ତାକୁ ଆରେଷ୍ଟ କରିକି ଫରୱାର୍ଡ଼ କରାଯିବ। ସାର୍ ଦେଖନ୍ତୁ ଡ୍ରେସ୍ ନେବେ,
से वीआईपी हूँ एमएलए हूँ मंत्री हूँ जंत्री हूँ ता भितर कहीं रही पारे नड़िया बाड़ेरा पर जीरा बाटा हाँ मीडिया वाला फोटो बाहर काढ़ी पारे भितर काढ़ी पारे ऊपर काढ़ी ସାର୍ ଏ ଯେଉଁ ରାସ୍ତାରେ ଯେଉଁ କହୁଥିଲେ ଯେଉଁ ଉଚ୍ଛେଦମାନ ଘଟାଇବା ଟ୍ରାଫିକ୍ ସମସ୍ୟା ପାଇଁ ସବୁ କରାଇବା रास्ता जिते ठेला अच्छी नॉन वेज सब बंद कर विभिन्न जगह जो गाड़ी घोड़ा जो रखी सब गोटे ऑर्डर कले से गाड़ी घोड़ा सब हटा दियो ट्रैफिक जो चारिआडे जाम हो हटा दियो एवं पुलिस हाथ खोला पार्किंग व्यवस्था कम रहे पार्किंग व्यवस्था करा जाए गोटे हूँ आम एडीएम मेडिकल जगह पार्किंग व्यवस्था कर पुराना बस स्टैंड को पार्किंग व्यवस्था कर